শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ভাগবত পঞ্চম স্কন্ধ একাদশ অধ্যায়। রহুগণଙ୍କୁ একাদশে জড় ভরত জ্ঞান ভাসে। ব্রাহ্মণ উবাচ হে নୃପ ଶୁଣ ସାବଧାନେ, ତୁ ଯେ କହିଲୁ ଅନୁମାନେ। ମୂର୍ଖ ପଣ୍ଡିତ ଦୁଇ ମତ, ଏ କଥା ଅଟଇ ଉଚିତ। ତଥାପି ପଣ୍ଡିତ ତୁ ନୋହୁ, ପଣ୍ଡିତ ପ୍ରାୟ କଥା କହୁ। କି କାହା ସ୍ୱାମୀ କେ ବା ଭୃତ୍ୟ, ଏମନ୍ତ ଜାଣ ନରନାଥ। ଅଜ୍ଞାନ ବସୁ ଦେଖୁ ଦୀନ, ତତ୍ଵ ବିଚାରେ ସର୍ବସମ। ଅପରେ ଶୁଣ ହେ ରାଜନ, ଗୃହ କର୍ମରେ ଯେତେ ଜନ। ସୁକର୍ମ ବିଦ୍ୟାକୁ ଆଚରେ, ତତ୍ଵ ଜ୍ଞାନକୁ ମନେ ଧରେ। ପଣ୍ଡିତ ବୋଲିବା ତାହାରେ, ସେ ଶୁଦ୍ଧ ଏ ଘୋର ସଂସାରେ। ସେ ସାଧୁ ବୋଲାଇ ସଂସାରେ, ଯେ ପ୍ରାଣୀ ଠାରେ ଦୟା କରେ। ଦଣ୍ଡିବା ଶକ୍ତି ଯାର ଥାଇ, ସେ ଯେବେ କ୍ଷମା ଆଚରାଇ। ସାଧୁଙ୍କ ଶ୍ରେଷ୍ଠ ସେହୁ ନର, ସୁଖ ଦୁଃଖରୁ ସେ ବାହାର। ଅପରେ ଶୁଣ ନୃପବର, ଯାବତ ପ୍ରାଣୀ ମାନଙ୍କର। ସତର ଯତମ ଗୁଣରେ, ମନ ମୋହର ଦୃଢ଼ତରେ। ତାହାର ଗୁଣ ଅନୁସାରେ, ପ୍ରାଣୀଏ କର୍ମ ମାନ କରେ। ଯେ ଗୁଣ ଯାହାର ହୁଅଇ, ସେ ଗୁଣେ ପ୍ରାଣୀ ପ୍ରକାଶଇ। କୁଶଳ ମନ୍ଦ ଭାବ ଦୁଇ, ମଧ୍ୟମ ଭାବକୁ ବାହାଇ। ଧରଇ ଗୁଣ ଅନୁସାରେ, ରୂପ ନାମ ଦେହ ବ୍ୟବହାରେ। ଯେ ଦୁଃଖ ସୁଖ ଆଦି କରି, ଲଭଇ କର୍ମକୁ ଆବରି। ଦେଖ ଏ ଅନିତ୍ୟ ଶରୀର, ମାୟାର ଚିତ୍ତ ଆତ୍ମା ସାର। କ୍ଷେତ୍ରଜ୍ଞ ଭାବକୁ ସେ ବହି, ସକଳ ସାକ୍ଷୀ ହୋଇ ରହି। ତେଣୁ କହନ୍ତି ବେଦ ସାର, ଗୁଣ ନିର୍ଗୁଣ ଏ ବିଚାର। ସଗୁଣେ ପ୍ରାଣୀ ମାନଙ୍କର, ନାନା ବ୍ୟସନର ଆଚାର। ନିର୍ଗୁଣ ଭାବକୁ ଯେ ଧରେ, ସେ ପ୍ରାଣୀ ଭବ ସିନ୍ଧୁ ତରେ। ଘୃତ ପ୍ରଦୀପ ପ୍ରାୟ ହୋଇ, ସଗୁଣେ ସଂସାରେ ଭ୍ରମଇ। ଦ୍ରବ୍ୟ ସ୍ୱଭାବ କାଳ କର୍ମ, ଆଶ୍ରୟ ଅଙ୍ଗ ହେ ରାଜନ। ମାୟାର ବଳେ ସଂସାରେ, ପ୍ରାଣୀମାନଙ୍କ ମନହରେ। କ୍ଷେତ୍ରଜ୍ଞ ଭାବକୁ ଆଚରି, ଶରୀର ରହିଛି ଆବରି। ପ୍ରତ୍ୟକ୍ଷ ଭାବେ କେବେ ଥାଇ, କେବେ ବା ପ୍ରାଣୀ ନ ଜାଣଇ। ଶୁଦ୍ଧ ଅଶୁଦ୍ଧ ଏ ଶରୀରେ, ଦେଖଇ ଭୁଞ୍ଜଇ ବିକାରେ। ଅପରେ ଶୁଣ ହେ ରାଜନ, କ୍ଷେତ୍ରଜ୍ଞ ପୁରୁଷ ପୁରାଣ। ପରମ ଆତ୍ମା ଜ୍ୟୋତିର୍ମୟ, ଅନାବୃତ ସେ ସର୍ବଦେହ। ସେ ନାରାୟଣ ଭଗବାନ, ବାସୁଦେବ ଆଦି କାରଣ। ସ୍ୱକୀୟ ମାୟାରେ ଜଗତେ, କ୍ରୀଡ଼ା କରଇ ଅବିରତେ।
ସ୍ଥାବର ଜଙ୍ଗମଙ୍କ ଠାରେ ପବନ ଯେ ଶନେ ସଞ୍ଚାରେ ତେମନ୍ତ ହୋଇ ସର୍ବଠାରେ କ୍ଷେତ୍ରଜ୍ଞ ରୂପେ ସେ ବିହରେ ଯାବତ କାଳ ପ୍ରାଣୀ ମନ ମାୟାକୁ ନ କରେ ଖଣ୍ଡନ ଷଡ଼ଇରି ନ ଜିଣାଇ ବିମୁକ୍ତ ସଙ୍ଗ ସେ ନୁହଁଇ ପ୍ରଭୁଙ୍କୁ ଏ ରୂପେ ନ ଜାଣେ ତାବତ ଭ୍ରମେ ଅକାରଣେ ସଂସାର ତାପେ ଗ୍ରସ୍ତ ମନ ସେ ଯେ ଅନାଦି ନାରାୟଣ ଯାବତ ତାଙ୍କୁ ନ ଚିହ୍ନଇ ଶୋକ ମୋହରେ ଭ୍ରମ ଥାଇ ତୁ ଏବେ ଶୁଣ ନୃପବର ସେ ଯେ ବ୍ରହ୍ମାଣ୍ଡର ଈଶ୍ୱର ଅଖିଳ ପ୍ରାଣୀଙ୍କର ଗୁରୁ ଯାର ମହିମା ମହାମେରୁ ତାହାର ଚରଣାର ବିନ୍ଦେ ମନ ନିବେଶୀ ଅପ୍ରମାଦେ ମାୟା କପଟ ଏ ସଂସାର ତୁ ଏହା ଶୀଘ୍ର ପରିହାର ପଞ୍ଚମ ସ୍କନ୍ଧେ ବିପ୍ରବାଣୀ ଶୁଣି ସଂସାରୁ ତର ପ୍ରାଣୀ ସେ ପ୍ରଭୁ ପାଦ କମଳରେ ମନ ରହୁ ନିରତରେ କହଇ ବିପ୍ର ଜଗନ୍ନାଥ ହରିଚରିତ ଭାଗବତ।